ତ ଆପଣମାନେ ବହୁତ କିଛି ଫୁଡ୍ ବ୍ଲଗିଂ ଦେଖିଥିବେ। ତ 100 ଟଙ୍କା ଚ୍ୟାଲେଞ୍ଜ 200 ଟଙ୍କା ଚ୍ୟାଲେଞ୍ଜ। ତ ଆଜି ଆମେ ବି ଗୋଟେ 100 ଟଙ୍କାରେ ଚ୍ୟାଲେଞ୍ଜ ନେବା ପାଇଁ ଚାହୁଁଛୁ ଫୁଡ୍ ବ୍ଲଗିଂ। କିନ୍ତୁ ଆପଣମାନେ ଯେମିତି ଫୁଡ୍ ବ୍ଲଗିଂ ଦେଖୁଛନ୍ତି ଏ ଫୁଡ୍ ବ୍ଲଗିଂ ସେମିତି ହବନି। ଏ ଫୁଡ୍ ବ୍ଲଗିଂ କିଛି ଅଲଗା ହବ। ତ ଆପଣମାନେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ ଏ ଫୁଡ୍ ବ୍ଲଗିଂ ଅଲଗା ଥିଲା କି ନାହିଁ। ଚାଲ। ହାଇ ହ୍ୟାଲୋ ନମସ୍କାର, ମୁଁ କୁନାଲ ଆପଣମାନଙ୍କ ପାଇଁ ନୂଆ ଏକ ବ୍ଲଗକୁ ସ୍ୱାଗତ କରୁଛି। ତ ଆପଣମାନେ ବହୁତ କିଛି ଫୁଡ୍ ବ୍ଲଗିଂ ଦେଖିଥିବେ। ତ 100 ଟଙ୍କା ଚ୍ୟାଲେଞ୍ଜ 200 ଟଙ୍କା ଚ୍ୟାଲେଞ୍ଜ। ତ ଆଜି ଆମେ ବି ଗୋଟେ 100 ଟଙ୍କାରେ ଚ୍ୟାଲେଞ୍ଜ ନେବା ପାଇଁ ଚାହୁଁଛୁ ଫୁଡ୍ ବ୍ଲଗିଂ। କିନ୍ତୁ ଆପଣମାନେ ଯେମିତି ଫୁଡ୍ ବ୍ଲଗିଂ ଦେଖୁଛନ୍ତି ଏ ଫୁଡ୍ ବ୍ଲଗିଂ ସେମିତି ହବନି। ଏ ଫୁଡ୍ ବ୍ଲଗିଂ କିଛି ଅଲଗା ହବ। ତ ଆପଣମାନେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ ଏ ଫୁଡ୍ ବ୍ଲଗିଂ ଅଲଗା ଥିଲା କି ନାହିଁ। ଚାଲ। ବର୍ତ୍ତମାନ ମୁଁ ଘରୁ ଏବେ ରେଡ଼ି ହେଇକି ବାହାରିଗଲି। ତ ମୁଁ ଆପଣଙ୍କ ସହିତ ଆଉ ଗୋଟେ କଥା କହିବା ପାଇଁ ଚାହୁଁଛି, ଫୁଡ୍ ବ୍ଲଗ୍ ତ ବହୁତ ଲୋକ କରନ୍ତି, ଦାମୀ ଦାମୀ ଖାଦ୍ୟ ଖାଇ ଖାଇ ରିଭ୍ୟୁ ମଧ୍ୟ ଦିଅନ୍ତି, ଆପଣମାନେ ଦେଖିଥିବେ। କିନ୍ତୁ ଆଜି ମୁଁ ଗୋଟେ ଅଲଗା ଚ୍ୟାଲେଞ୍ଜ ନେଇକି ଆସିଛି। ଆଜି ମୋ ପାଖରେ ଅଛି ମାତ୍ର 100 ଟଙ୍କା। ସେଇ 100 ଟଙ୍କାରେ ଯେତେ ଖାଦ୍ୟ ସେସବୁ ମୁଁ ନିଜେ ଖାଇବି ନାହିଁ। ଆପଣ ଭାବୁଥିଲେ କି ମୁଁ ଖାଇବି? ନା 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 ନା, ମୁଁ ଖାଇବିନି। ସେ 100 ଟଙ୍କାର ଖାଦ୍ୟକୁ ମୁଁ କ'ଣ କରୁଛି ଆପଣ ଜାଣିବା ପାଇଁ ହେଲେ ଭିଡ଼ିଓକୁ ଆଗକୁ ଦେଖନ୍ତୁ। ତ ବର୍ତ୍ତମାନ ଆମର ମଠସାହିରେ ଥିବା ଗୋଟେ ଜଳଖିଆ ଦୋକାନରେ ମୁଁ ପହଞ୍ଚିଗଲି, ଯିଏକି ଏ ଦୋକାନରେ ସବୁବେଳେ ଆପଣଙ୍କ ପାଖରେ ଭିଡ଼ ଦେଖିତେ ପାଇବେ। ଆପଣମାନେ ଦେଖନ୍ତୁ ଆଳୁ କଷାଟା କେମିତି ହେଇଛି। ଭିଡ଼ିଓ ଦେଖିକି ଇଚ୍ଛା ହେଉନି ଖାଇବା ପାଇଁ? ସେପଟେ ଦେଖନ୍ତୁ ନାଲି ମଟର ତରକାରୀ। ଛାଡ଼ନ୍ତୁ। ତ ମୁଁ ଦୋକାନୀ ଭାଇଙ୍କୁ କହିଦେଲି ତ ମୋର ଏଇ ଜିନିଷ ଦରକାର, ଆପଣ ପ୍ୟାକ୍ କରିଦିଅନ୍ତୁ। ତ ସେ ମୋର ଅର୍ଡ଼ର ନେଇନେଲେ। ଅର୍ଡ଼ର ନେଇସାରିଲା ପରେ ମୁଁ ଟିକେ ଦେଖିଲି ତାଙ୍କର, ଦେଖନ୍ତୁ ସବୁ ଜିନିଷ ଗରମ ଗରମ। ଯେତେବେଳେ ବି ଆସିବେ ଦୋକାନରେ ଆପଣ 24 ଆୱାର ଭିଡ଼ ପାଇବେ। ଏବେ ଦେଖନ୍ତୁ ପିଆଜି ପୁରା ଗରମ ଗରମ ଛଣା ଚାଲିଛି, ଦେଖୁଛନ୍ତି ତ? ଏଇଠୁ ଖାଇବା ପାଇଁ ଇଚ୍ଛା ହେଇଯିବ। ହଉ, ଭାଇନା ଆମର ଏବେ ପ୍ୟାକିଂ କରିବା ପାଇଁ ଲାଗିଗଲେ। ଆମର ଯାହା ଯାହା ତାଙ୍କୁ ଅର୍ଡ଼ର କହିଥିଲି, ତ ସିଙ୍ଗଡ଼ା ଗୋଟେ, ଚପ୍ ଗୋଟେ, ପିଆଜି ଗୋଟେ, ଭେଜିଟେବୁଲ ଚପ୍ ଗୋଟେ, ଆଉ ମିଠା ଗୋଟେ। ତ ସିଏ ଆମର ଫଟାଫଟ ପ୍ୟାକ୍ କରିଦେଲେ। ତ ଭାଇନା ଯେମିତି ଆମକୁ ଫଟାଫଟ ପ୍ୟାକିଂ କରିକି ଆମକୁ ଧରେଇଦେଲେ, ତ ଆମେ ବି ସାଙ୍ଗେ ସାଙ୍ଗେ ତାଙ୍କ ପେମେଣ୍ଟଟା ତାଙ୍କୁ ଦେଇଦେଲୁ। ଦେଇସାରିଲା ପରେ ସେଠୁ ଆମେ ପୁଣି ବାହାରିଲୁ। ବର୍ତ୍ତମାନ ତ ଆମେ ଜଳଖିଆ ଧରିକି ବାହାରି ଆସିଲୁ, କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଭୁଲିଗଲୁ ଏ ଜଳଖିଆ ଦୋକାନଟା କେଉଁଠି। ବାଲେଶ୍ୱର ମହାବୀର ସରକାରୀ ଉପ୍ର ବିଦ୍ୟାଳୟ ମଠସାହି ସ୍କୁଲ ସାମ୍ନାରେ। ଆପଣମାନେ ଦେଖିଲେ ବର୍ତ୍ତମାନ ମୁଁ 100 ଟଙ୍କାର ଜଳଖିଆ କିଣିଦେଲି। ଆପଣମାନେ ଏଇଟା ବି ଜାଣିଛନ୍ତି ସେ 100 ଟଙ୍କାର ଜଳଖିଆ ମୁଁ ଖାଇବିନି, କିନ୍ତୁ ଏତେ ପର୍ଯ୍ୟନ୍ତ ଆପଣ ଜାଣିନାହାନ୍ତି ସେ 100 ଟଙ୍କାର ଜଳଖିଆ ମୁଁ କ'ଣ କରିବି। ତ ଆଉ କିଛି ମୁହୂର୍ତ୍ତ ୱେଟ୍ କରନ୍ତୁ, ଜାଣିପାରିବେ ମୁଁ କ'ଣ କରୁଛୁ। ତା ଭିତରେ ଆମ ବାଲେଶ୍ୱରରେ ଗୋଟେ ସୌନ୍ଦର୍ଯ୍ୟ ଜିନିଷଟା ଦେଖନ୍ତୁ। ଇଏ ହେଲା ଆମର ବାଲେଶ୍ୱର କଣ୍ଢେଇ ଛକ। ଦେଖନ୍ତୁ ଏ ଛକରେ କଣ୍ଢେଇ ଦୁଇଟା ବସୁଛନ୍ତି, କେତେ ସୁନ୍ଦର ଲାଗୁଛି। ତା ଭିତରେ ମୋର ଆଉ ଗୋଟେ ଜିନିଷ ମନେ ପଡ଼ିଗଲା, ଯେ କି ଆମକୁ ପାଣି ବୋଟଲ ନେବାର ଅଛି। ତ ମୁଁ ସାଙ୍ଗେ ସାଙ୍ଗେ ଯାଇକି କ'ଣ କଲି, 5ଟା ପାଣି ବୋଟଲ ନେଇନେଲି। 5ଟା ପାଣି ବୋଟଲ ନେଇସାରିଲା ପରେ ସେଠୁ ଡାଇରେକ୍ଟ ଆମେ ବାହାରିଲେ ଝାଡ଼େଶ୍ୱର ମନ୍ଦିର। ବର୍ତ୍ତମାନ ଆମେ ଝାଡ଼େଶ୍ୱର ମନ୍ଦିର ପାଖାପାଖି ପହଞ୍ଚିଗଲୁ। ଝାଡ଼େଶ୍ୱର ମନ୍ଦିର ପାଖାପାଖି ପହଞ୍ଚିଲା ପରେ ଆମେ ଦେଖିଲୁ ଏ ମନ୍ଦିରକୁ ଆମେ ଯେଉଁଥିପାଇଁ ଆସିଥିଲେ ଏଠି କେହି ନାହାନ୍ତି। ତ ଆମେ ସେଠୁ କ'ଣ କଲେ, ସାଙ୍ଗେ ସାଙ୍ଗେ ଗାଡ଼ି ବୁଲେଇଲେ, ବାଲେଶ୍ୱର ଷ୍ଟେସନ ପଳେଇ ଆସିଲେ। ରେଲୱେ ଷ୍ଟେସନ ପାଖାପାଖି ପହଞ୍ଚିଲା ପରେ ସେଠି ବି ଦେଖିଲେ କେହି ନାହାନ୍ତି। ଏଠି ଯେହେତୁ ଷ୍ଟେସନ କାମ ଚାଲିଛି, ଏଠି ବି କେହି ନାହାନ୍ତି। ତ ସେଠୁ ପୁଣି ଆମେ କ'ଣ କଲେ, ଷ୍ଟେସନର ଭିତରକୁ ପଶିଲୁ। ଷ୍ଟେସନର ଭିତରକୁ ପଶିଲା ବେଳକୁ ଗାଡ଼ି ରଖିକି ଆମେ ଚାଲି ଚାଲି ଭିତରକୁ ଗଲୁ। ତ ଗାଡ଼ିକି ରଖି ଆମେ ଚାଲି ଚାଲି ଭିତରକୁ ଗଲାବେଳକୁ ଗୋଟେ ମାଆ ବସିଥିଲେ ସେଠି, ଯେହେତୁ ପ୍ରେଗନେଣ୍ଟ ଥିଲେ। ତ ତାଙ୍କୁ ମୁଁ ଗୋଟେ ପ୍ୟାକେଟ୍ ଦେଲି, ଆଉ ପାଣି ବୋଟଲ ଗୋଟେ ଦେଲି। ତ ସିଏ ଖୁସି ହେଇଗଲେ ସେଠୁ। ତ ସିଏ ବସିକି ନଳି ଖାଉଥିଲେ। ତ ସେଠୁ ଆଉ ଗୋଟେ ସାନ ଭଉଣୀଟା ଆସିକି ମୋତେ କହିଲା ମୋ ପାଇଁ। ତ ମୁଁ କହିଲି ହଉ ରୁହ, ମୁଁ ତୁମ ପାଇଁ ଆଣିକି ଦେଉଛି। ତ ଏବେ ପୁଣି ତାଙ୍କୁ ଦେଇଦେଲି, ସେ ବି ଖୁସି ହେଇଗଲେ। ତ ସେଠି ଦେଇ ସାରିଲା ପରେ ପୁଣି ଯେତେବେଳେ ମୁଁ ବାହାରକୁ ଆସୁଥିଲି, ସେଠି ଗୋଟେ କୁନି ଛୁଆ ଥିଲା, ତା ମାଆ ଥିଲା, ଆଉ ଗୋଟେ ଝିଅଟେ ଥିଲା, ତାଙ୍କୁ ବି ମୁଁ ଦେଇଦେଲି। ତ ମୁଁ ଦେଇ ସାରିଲା ପରେ ବୋଧେ ସେ କୁନି ଛୁଆକୁ ବହୁତ ଜୋର ଭୋକ ଥିଲା, ସେ ତା ମାଆ ପାଖରୁ ସେ ଜରିଟାକୁ ଛଡ଼େଇ ନେଉଥିଲା। ତ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଏହା ଜଣାଇବା ପାଇଁ ଚାହୁଁଛି, ଏହା କେବଳ ଗୋଟିଏ ଚ୍ୟାଲେଞ୍ଜ ନୁହେଁ, ଏହା ଏକ ଛୋଟ ପ୍ରୟାସ ଥିଲା ମୋର। କାରଣ ଆମ ପାଇଁ 100 ଟଙ୍କା ସାଧାରଣତଃ କଥା ହେଇପାରେ, କିନ୍ତୁ କାହା ପାଇଁ ଏହା ଗୋଟିଏ ବେଳର ଖାଦ୍ୟ ହେଇପାରେ। ଆଜିର ଏହି ଚ୍ୟାଲେଞ୍ଜ ମୋତେ ଗୋଟେ କଥା ଶିଖାଇଲା, ସାହାଯ୍ୟ କରିବା ପାଇଁ ବଡ଼ ଟଙ୍କା ଦରକାର ନାହିଁ, ଇଚ୍ଛା ଥିଲେ ଛୋଟ ଛୋଟ ପ୍ରୟାସ ମଧ୍ୟ କାହାରି ଦିନକୁ ଭଲ କରିପାରେ। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ଭୁଲିବେନି। ଜୟ ଜଗନ୍ନାଥ।